ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ଏବେ ଶୁଣ ଏ ବାଣୀ, ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 1 ଅଧ୍ୟାୟର 25 ପଦରେ ଆମେ ଏହିପରି ପାଠ କରୁ। କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ। ଈଶ୍ୱର ପୁତ୍ର କୁମାରୀ ମରିୟମଙ୍କ ଗର୍ଭରୁ ଜନ୍ମ ଲାଭ କଲେ। ସ୍ୱର୍ଗୀୟ ପ୍ରେରଣା ପ୍ରାପ୍ତ ହୋଇ ଯୋସେଫ ତାଙ୍କ ନାମ ଯୀଶୁ ଦେଲେ। ଏହାର ଅର୍ଥ ପ୍ରଭୁ ଆମର ତ୍ରାଣକର୍ତ୍ତା। ମନୁଷ୍ୟ ଯେ ଜନ୍ମରୁ ପାପୀ, ଆଉ ଯେତେବେଳେ ସେ ଈଶ୍ୱରଙ୍କ ବିଚାରା ସିଂହାସନ ସମ୍ମୁଖରେ ଠିଆ ହେବ, ସେତେବେଳେ ସେ ଦଣ୍ଡ ରୂପେ ନର୍କ ହିଁ ପ୍ରାପ୍ତ ହେବ। ଏହି ଦଣ୍ଡରୁ ଆମକୁ ରକ୍ଷା କରିବା ନିମନ୍ତେ ଈଶ୍ୱରଙ୍କ ପୁତ୍ର ଦେହବନ୍ତ ହେଲେ, ଯାହାଙ୍କ ନାମ ଯୀଶୁ ଦିଆଗଲା। ଅର୍ଥାତ୍ ସେ ହିଁ ଆମର ପରିତ୍ରାଣକର୍ତ୍ତା ଅଟନ୍ତି। ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ପ୍ରଭୁ ଶ୍ରୀଖ୍ରୀଷ୍ଟ ସ୍ୱର୍ଗରେ ତାହାର ସହାୟକ ଅଟନ୍ତି। ଈଶ୍ୱର ଆପଣା ଏକମାତ୍ର ପୁତ୍ରଙ୍କୁ ଆମର ପରିତ୍ରାଣ ନିମନ୍ତେ ଦାନ କଲେ, ଯେପରି ଆମେ ପରିତ୍ରାଣ ପ୍ରାପ୍ତ ହୋଇପାରୁ। ଆଉ ଯେବେ ଈଶ୍ୱର ଆମର ସପକ୍ଷ, ତେବେ ଆମର ବିପକ୍ଷ କିଏ? ଈଶ୍ୱର ହିଁ ତ ଆମକୁ ଧାର୍ମିକ ବୋଲି ଗଣନା କରନ୍ତି। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ନିମନ୍ତେ, ଅର୍ଥାତ୍ ଯେଉଁମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେଲେ। ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। ସେ ମଧ୍ୟ ଆମମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ସେ ପରିତ୍ରାଣ ପ୍ରାପ୍ତ ହୁଏ। ପ୍ରଭୁ ତାହାର ସାହାଯ୍ୟକାରୀ ହୁଅନ୍ତି। ତାହାର ବିପକ୍ଷ କେହି ନାହାନ୍ତି। ଯିଏ ତାହାକୁ ଅଭିଯୋଗ କରି ଦଣ୍ଡାଜ୍ଞା ଦେବ, ଏହିପରି କେହି ନାହିଁ। ଆପଣ ମଧ୍ୟ ଯେପରି ଏହିପରି ଏକ ଭବିଷ୍ୟତ ସୁନିଶ୍ଚିତ କରିବେ, ଈଶ୍ୱରଙ୍କ ନିକଟରେ ଏହି ଆମର ପ୍ରାର୍ଥନା।